ଥରେ 31 ଡିସେମ୍ବରରେ କେତେ ବର୍ଷ ତଳେ ବାକ୍ୟ ଦେଉଥିଲି ଆମର ମଣ୍ଡଳୀ ସମୟ ଅନୁବର୍ତ୍ତ ବେଶୀ ଆରମ୍ଭ କେବେ ହେବ ଆମର ମୁଣ୍ଡ କଥା ନାହିଁ, କିନ୍ତୁ କେତେବେଳେ ସରିବ ଆମେ ବ୍ୟସ୍ତ, କେତେବେଳେ ସରିବ ଆମେ ବ୍ୟସ୍ତ। ସେତେବେଳେ ବାକ୍ୟ ଦେବା ସମୟରେ 12:05 ଥିଲା, ସେହି ସମୟରେ ଚିତ୍କାର କରାଗଲା, ଆଜ୍ଞା ସମୟ ହେଇଗଲାଣି, ସମୟ ହେଇଗଲାଣି, ସମୟ ହେଇଗଲାଣି, ବେଗି ସାରା ଆମେ କୀର୍ତ୍ତନ କରିବୁ, ସଂକୀର୍ତ୍ତନ କରିବୁ। ଆଜି ସେମିତି ଦେଖୁଥିଲି 12ଟା ବେଳକୁ 12ଟା ହେଇଗଲା, ତାହେଲେ ମୁଁ ଆପଣମାନଙ୍କୁ କେତେ ସମୟ କହିବି, କେତେ ସମୟ କହିବି? ଷଷ୍ଠ ବାଣୀ ମତେ କୁହାଗଲା ପ୍ରୋଗ୍ରାମ କଲା ସମୟରେ, ଆଜ୍ଞା ଆପଣ 10 ମିନିଟ୍ କହିବେ, ବେଶୀ କହିବେନି। ଯେତେବେଳେ ସେକ୍ରେଟାରୀ ମହାଶୟ ପ୍ରୋଗ୍ରାମ ଟାଇପ୍ କରୁଥିଲେ ସେହି ସମୟରେ ମୋତେ ପଚାରିଲେ, ଆଜ୍ଞା ଆପଣଙ୍କୁ ଷଷ୍ଠ ବାଣୀ ଦିଆହେବ, ଆପଣ କହିବେ? ମୁଁ କହିଲି ମୁଁ କହିବି, ହଁ ଆପଣ କହିବେ। କାହିଁକି ନା ଆମର ପ୍ରତି ୟୁନିଟ୍କୁ ଦିଆହେଉଛି, ସେଠି ଆମର ସିନିୟର ପ୍ରଧାନ ଫେଲୋସିପ୍ର ସଭାପତି ହିସାବରେ ଆପଣ କହିବେ। ମୁଁ କହିଲି ଠିକ୍ ଅଛି, କହିବି, କେତେ ସମୟ କହିବି? ସେତେବେଳେ ଆମର ସେକ୍ରେଟାରୀ ବରିଷ୍ଠ ମାତ୍ର ସଭାପତି ସେକ୍ରେଟାରୀ ଭାଇ କହିଲେ 10-12 ମିନିଟ୍ ତ କହିବେ, ଆଉ କ'ଣ କହିବେ? ବୋଲିକି ଆଜ୍ଞା ଆମର ବାଇବଲ ବିଶାରଦ ସମସ୍ତେ ଅଛନ୍ତି, ସମସ୍ତେ ବାକ୍ୟ ଜାଣିଛନ୍ତି ଆମର ମଣ୍ଡଳୀରେ, ତେଣୁକରି ଆପଣ ବେଶୀ ସମୟ କହିବା ଦରକାର ନାହିଁ। ଆପଣ 10 ମିନିଟ୍ କହିଲେ ଯଥେଷ୍ଟ, 12 ମିନିଟ୍ କହିଲେ ଯଥେଷ୍ଟ। ଯଦି ବେଶୀ ସମୟ କହିବେ ବୋର୍ଡ ହେଇଯିବ। କାହିଁକି ଆମେ ଯଦି ପ୍ରାର୍ଥନା କରିବାକୁ ଜଣକୁ ସମୟ ଦେଉଛୁ, ତାହେଲେ ସେ 2 ମିନିଟ୍ ପ୍ରାର୍ଥନା କଲା ପର୍ଯ୍ୟନ୍ତ ଆମେ ତା ସହିତ ସହଯୋଗ କରୁଛୁ, ଆମେ ମନେ ମନେ କହୁଛୁ। 2 ମିନିଟ୍ରୁ ବେଶୀ ହେଇଗଲେ ଆମେ ତା ପାଇଁ ପ୍ରାର୍ଥନା କରୁଛୁ, କ'ଣ ପାଇଁ ପ୍ରାର୍ଥନା କରୁଛୁ? ପ୍ରଭୁ କି ଏତେ ଲମ୍ବେଇଲାଣି, ବେଗି ଟିକେ ସରୁ ପ୍ରଭୁ ବୋଲି ଆମେ ତା ପାଇଁ ପ୍ରାର୍ଥନା କରୁଛୁ। ଯେତେବେଳେ 3 ମିନିଟ୍ରୁ ବେଶୀ 5 ମିନିଟ୍ ହେଇଯିବ, ଆମେ କ'ଣ ବୋଲି ପ୍ରାର୍ଥନା କରୁଛୁ? ଏ ବାଳକ ମହାଶୟ କାହିଁକି ଆମେ ସମୟରେ ପ୍ରାର୍ଥନା କରୁଛୁ, ଇଏ ଏତେ ଲମ୍ବା କରୁଛୁ, ଏଇଟା ଆମର ସଭା। ତେଣୁକରି ମୁଁ ପଚାରୁଛି, ଆମର ପରିଚାଳିକା ମହାଶୟ ଅଛନ୍ତି, ମୋତେ ସେ ଭଲ ଜାଣିଛନ୍ତି, ମୁଁ ଯଦି ବାକ୍ୟ ଆରମ୍ଭ କରିବି ମାଇକ୍ଟା ସହଜରେ ଛାଡ଼ିବାକୁ ମୋର ଇଚ୍ଛା ନାହିଁ। ତେଣୁକରି ମୋତେ ଆପଣମାନେ ପରମିଶନ ଦିଅନ୍ତୁ କେତେ ସମୟ କହିବାକୁ। ସେକ୍ରେଟାରୀ ମହାଶୟ ବସୁଛନ୍ତି ମୋତେ ଦେଖିକି, ତଥାପି ମୁଁ ଚେଷ୍ଟା କରୁଛି 10 ମିନିଟ୍ରେ ଆପଣଙ୍କୁ ଏସବୁ ବିଷୟରେ କହିବା ପାଇଁ, ଯେଉଁଟାକି ମୋ ପାଇଁ ବହୁତ କଷ୍ଟସାଧ୍ୟ। ଆମେ ଥରେ ପିକନିକ୍କୁ ଯାଇଥିଲୁ, ଆମର ଏକ୍ସ ସେକ୍ରେଟାରୀ ଯେ ପ୍ରାର୍ଥନା କଲେ ମୋ ପାଇଁ ଅଭିଷେକ ପ୍ରାର୍ଥନା, ସେ ମୋତେ ଗୋଟେ କଥା କହିଛନ୍ତି, ମୋର ମନେ ଅଛି। ସେ ମୋତେ କହିଲେ, ଠିକ୍ ବାବୁ ଆପଣ ଯାହା କହିଲେ ମଧ୍ୟ ଯଦି ସେଇଟା ବାଇବଲରେ ଲେଖା ହେଇନଥିବ ମୁଁ ଗ୍ରହଣ କରିବି ନାହିଁ। ବାଇବଲରେ ଯଦି ଲେଖା ହେଇନଥିବ ମୁଁ ଗ୍ରହଣ କରିବି ନାହିଁ। ତ ଆଜିର ବାକ୍ୟରେ ଆମେ ଦେଖୁଛୁ, ମୋତେ ଯୋଉଟା ଦିଆଯାଇଛି ଷଷ୍ଠ ବାଣୀ, ସେଇଟା ଲେଖା ହେଇଛି ଜହନ 19:30ରେ। ଏଥିରେ ଏଭଳି ଲେଖା ଅଛି, ସେଥିରେ ଯୀଶୁ ସେଇ ଅମ୍ଳରସ ପାନ କରି କହିଲେ, କ'ଣ କହିଲେ? କ'ଣ କହିଲେ? ସମାପ୍ତ ହେଲା, ଇଟ୍ ଇଜ୍ ଫିନିଶ୍ଡ। ଆପଣ ଆଉ ଟିକେ ପଛକୁ ଯାଆନ୍ତୁ, ଯେଉଁଟାକି ଆମର ଏକ୍ସ ସେକ୍ରେଟାରୀଙ୍କର ନିର୍ଦ୍ଦେଶ ପ୍ରକାରେ ଆପଣ ଟିକେ ପଛକୁ ଯାଆନ୍ତୁ, ଯେ ମାଥ୍ୟୁ ପୁସ୍ତକରେ କ'ଣ ଲେଖା ଅଛି। ମାଥ୍ୟୁ ପୁସ୍ତକ 27 ପର୍ବର 50 ପଦରେ ଲେଖା ଅଛି, କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚ ସ୍ୱରରେ ଡାକି ପ୍ରାଣ ତ୍ୟାଗ, ଯୋଉ ଡାକ ଦେଲେ ଏଲି ଏଲି ଲାମା ସବକ୍ତାନି, ସେ ଡାକ ଯୋଉଟା ମ୍ୟାଡାମ କହୁଥିଲେ, ସେ ଡାକ ଅନ୍ଧକାର ପୂର୍ବରୁ ସେ 3ଟି ବାଣୀ କହିଲେ, ଅନ୍ଧକାରରେ କହିନାହାନ୍ତି, ଅନ୍ଧକାର ପରେ ଆଲୋକରେ
କହିଛନ୍ତି। ସେହି ସମୟରେ ଲେଖାଯାଇଛି ମାଥ୍ୟୁ ଲେଖୁଛନ୍ତି ଯେ ଏଲିଏଲ ଲାମା ସାବକ୍ତନି କରିସାରିଲା ପରେ ଏଲିଏଲ ଲାମା ସାବକ୍ତନି ହେଉଛି ଆରାମିକ ଲାଙ୍ଗୁଏଜ। এটা କହିସାରିଲା ପରେ 50 ପଦରେ ଲେଖା ଅଛି କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚ ସ୍ୱରଟାକେ ପ୍ରାଣ ତ୍ୟାଗ କଲେ। କିନ୍ତୁ ମୋତେ ଯୋଉଟା ଦିଆହେଇଛି ରେଫରେନ୍ସ ଜହନ ପୁସ୍ତକ 19:30ରେ ଲେଖା ହେଇଛି ସେଥିରେ ଯୀଶୁ ସେଇ ଅମ୍ଳରସ ପାନ କରି କହିଲେ ସମାପ୍ତ ହେଲା। ଆଉ ସେ ଭଲକି ଦେଖନ୍ତୁ ମସ୍ତକ ଅବନତ କରି ପ୍ରାଣ ତ୍ୟାଗ କଲେ। ମାଥ୍ୟୁ ଲେଖୁଛନ୍ତି ଏଲିଏଲି ଲାମା କରିସାରିଲା ପରେ ଚିତ୍କାର କରିକି ପ୍ରାଣ ତ୍ୟାଗ କଲେ ଗୋଟେ ବାଇବେଲ ଲେଖା। କିନ୍ତୁ ଜହନ ଲେଖୁଛନ୍ତି ଯେ ସେ ଅମ୍ଳରସ ପାନ କରି କହିଲେ ସମାପ୍ତ ହେଲା ଆଉ ସେ ମସ୍ତକ ଅବନତ କରି ପ୍ରାଣ ତ୍ୟାଗ କଲେ। ସପ୍ତମ ବାଣୀ ରେଫରେନ୍ସ କଣ ମୋର ଟିକେ ଆଜ୍ଞା ଲୁକ 23:22 ପଦ ଯଦି କଣ ଲେଖା ହେଇଛି ଦେଖନ୍ତୁ। ଲୁକ 23:22 ପଦରେ କଣ ଲେଖା ହେଇଛି? এটা সপ্তম বাণী তাহলে যিশু কোন তিনবার প্রাণ ত্যাগ কলে। মাথ্যু লেখুଛନ୍ତି ଏଲିଏଲି ଲାମା କହିସାରିଲା ପରେ ଚିତ୍କାର କରି ପ୍ରାଣ ତ୍ୟାଗ କଲେ। ଜହନ ଲେଖୁଛନ୍ତି ଅମ୍ଳରସ ପାନ କରିକି ସେ କହିଲେ ସମାପ୍ତ ହେଲା ତାପରେ ମସ୍ତକ ଅବନତ କରି ପ୍ରାଣ ତ୍ୟାଗ କଲେ। ଆଉ ଲୁକ ଲେଖୁଛନ୍ତି କଣ? ଆଥର କହିଲେ ରେଫରେନ୍ସ ଟା ଲୁକ 46 ଆଉ ଯୀଶୁ ଉଚ୍ଚ ସ୍ୱରରେ ଡାକି ହେ ପିତା ତୁମ ହସ୍ତରେ ମୁଁ ଆପଣ ଆତ୍ମା ସମର୍ପଣ କରୁଅଛି ଏହା କହି ସେ ପ୍ରାଣ ତ୍ୟାଗ କଲେ। ଏ ମାଥ୍ୟୁ ଭାଇନା ଲୁକ ଭାଇନା ଆଉ ଜହନ ଭାଇନା ଏମାନେ ତିନି ପ୍ରକାର କରି ଲେଖୁଛନ୍ତି। ତ ଷଷ୍ଠ ବାଣୀ କୋଉଟା ସପ୍ତମ ବାଣୀ କୋଉଟା we have to calculate। ମତେ ଆବାଜ ଆସିଲାଣି ଯେ ଆଜ୍ଞା ଆପଣଙ୍କୁ ସେ ବିଷୟରେ ଆମେ କହିଲୁ ଆପଣ ଷଷ୍ଠ ବାଣୀ ଯୋଉଟା ଦିଆଯାଇଥିଲା କୁହନ୍ତୁ କାହିଁକି ଆମର ବିଶ୍ୱାସୀ ମାନେ ବ୍ୟସ୍ତ ହୋଇଗଲେଣି ତେଣୁକରି ଆପଣ ସିଆଡ଼େ ଯାଆନ୍ତୁ ନାହିଁ ଆପଣ ଯୋଉଟା ଦିଆଯାଇଛି ସେଇଟା କୁହନ୍ତୁ। ମତେ ଶୁଭିଲାଣି କହିବାଟା ସେଥିପାଇଁ ମତେ କିଏ କହିଛନ୍ତି ନାହିଁ ମୁଁ ଜାଣିନି କିନ୍ତୁ ମତେ ଆବାଜ ଆସୁଛି ଯେ ଆଜି ମତେ ଯୋଉଟା ଦିଆଯାଇଛି ଜହନ 19:30 ଏଥିରେ ଗୋଟେ ଲେଖା ଅଛି ପୁନର୍ବାର ଯିବା ସେଥିରେ ଯୀଶୁ ସେଇ ଅମ୍ଳରସ ପାନ କରି କହିଲେ ସମାପ୍ତ ହେଲା ଫିନିଶ। ଆମର ବୋର୍ଡରେ ଲେଖା ଅଛି ଦୁଇ ପ୍ରକାର ବାଣୀ ପ୍ରଭୁ ଯୀଶୁ କହିଛନ୍ତି। ପ୍ରଥମ ହେଲା ଲେଖା ହେଇଛି କଣ କଥୋପକଥନର ବାଣୀ 1 2 3 ଲେଖା ହେଇଛି ନା କଥୋପକଥନ ଟପ୍ ଲେଖା ହେଇଛି ଟପ୍ ଏପଟେ ଲେଖା ହେଇଛି କଥୋପକଥନ। ତାପରେ ଚତୁର୍ଥ ବାଣୀରୁ ସପ୍ତମ ବାଣୀ ପର୍ଯ୍ୟନ୍ତ ଲେଖା ହେଇଛି କ୍ରାଇଂ କ୍ରନ୍ଦନର ବାଣୀ। କିନ୍ତୁ ଷଷ୍ଠ ବାଣୀଟା କ୍ରନ୍ଦନର ବାଣୀ ନୁହଁ ଇଟ୍ସ ଏ ଷ୍ଟେଟମେଣ୍ଟ। ଏଟା ଗୋଟେ ଷ୍ଟେଟମେଣ୍ଟ। ଯେତେବେଳେ ରୋମିଓ ଶାସନ କାଳରେ କୌଣସି କାର୍ଯ୍ୟ ଜଣକୁ ଦିଆଯାଉଥିଲା କୌଣସି କାରୁକାର୍ଯ୍ୟ କରିବା ପାଇଁ କୌଣସି ମୂର୍ତ୍ତି ତିଆରି କରିବା ପାଇଁ କି କୌଣସି ବିଲ୍ଡିଂ ତିଆରି କରିବା ପାଇଁ ଯେକୌଣସି କାର୍ଯ୍ୟ ଯେତେବେଳେ ଦିଆଯାଉଥିଲା ସେ କାର୍ଯ୍ୟ କମ୍ପ୍ଲିଟ୍ କରିସାରିଲା ପରେ he has to give one statement। ତାଙ୍କର ନିର୍ଦ୍ଦେଶ ଥିଲା ସେ ଗୋଟେ ଷ୍ଟେଟମେଣ୍ଟ ଦେବେ ଯୋଉଟା କି ଆରାମିକ ଭାଷାରେ ଲେଖା ହେଇଛି ଟେଲେସ୍ତାଇ TELESTAI ଟେଲେସ୍ତାଇ। ତାର ଅର୍ଥ ହେଲା ସମାପ୍ତ ହେଲା। ଗୋଟେ ମୂର୍ତ୍ତି ଜଣେ କାରିଗର ତିଆରି କରୁଛି ଜଣେ ଗୋଟେ ଚୌକିଟେ ତିଆରି କରୁଛି ଜଣେ ଗୋଟେ ବେଞ୍ଚଟେ ତିଆରି କରୁଛି ତାକୁ ସେ ଦାୟିତ୍ୱ ଦିଆଯାଇଛି ସେଟା ସମାପ୍ତ ହେଲା ପରେ ସେ କଣ କରିବ ସେଠି ଗୋଟେ ଷ୍ଟିକର ଲଗେଇବ ବା କହିବ ଯେ ଇଟ୍ ଇଜ ଫିନିଶ୍ଡ। ଏବଂ ଆରବିକ ଲାଙ୍ଗୁଏଜରେ ସେଟା ଥିଲା ଟେଲେସ୍ତାଇ means finished ସମାପ୍ତ ହେଲା। ଇଟ୍ସ ଏ ଷ୍ଟେଟମେଣ୍ଟ after completion of work entrusted to a person।
जन को दायित्व दिया गला परे से काम समाप्त कला परे से गोटे स्टेटमेंट दबो जे समाप्त होला 23 तारीख ग्रीक भाषा रे एक कथा लेखा दउतला आजिकाली हमें एक कथा व्यवहार करछु जन को जदि हमें पैसा दउछु से जो पर्यंत हमको गोटे मनी रिसीट दउ नै हमें कहबानी ए देबा देबा कारबार समाप्त होला आमे जदि ऋण को दउछु संपूर्ण पैठ न होला पर्यंत रोमियो सरकार को समय रे ये सील गोटे ए सर्टिफिकेट गोटे ए क्लियरेंस गोटे ये दउ नथला एवं ताको जदि दिया कला तेरेस्ताई तार अर्थ होला तार कोनोसी बकेया न संपूर्ण भाव रे एका से चुक्ति करि सारछि तो प्रभु यीशु कृष्ण ऊपर एक कथा कहिले कोन कहले ओडिया भाषा प्रभु कहनांती ओडिया भाषा प्रभु कहनांती प्रभु एवरी भाषा ग्रीक भाषा आरबिक भाषा व्यवहार करथिले जेमिति जाइरसर झियो को हाथ धरि उठेई कहउछंती आरबिक भाषा रे कोन कहले टलिका कोन ए बालिका मु कहउछि उठ इट वाज आरबिक लैंग्वेज एवं जड़े काला आउ अंध एवं जड़ा को बेडसाइड रे ताको गां बाहर को नै गेले एवं ताको दुईटी यीशु पर दुईटी आंगुल रे ता कान रे देले एवं आखि रे दुईटी आंगुल देले तापरे तार जीभ खोलिया पई ताको जीभ लगेले एवं कहिले बाइबल रो सबटा छोट प्रार्थना कोन सेटा इकुथा अर्थात फिटी जा एरा बाइबल सबटा छोट प्रार्थना सेइते आमान देखुछु प्रभु यीशु आरबिक लैंग्वेज यूज करछन्ती एवं केते जगह रे एठी आमान देखुछु कृष्ण ऊपर प्रभु यीशु जेतु अनेक रोमियो सैनिक माने थिले तेन कोइ ताकू से ग्रीक भाषा कहछन्ती टेलेस्ताई मीन्स समाप्त होला कोन समाप्त होला आमे जदि ईशाया पुस्तक 9 पर्व 6 पद रे देखिबा जे लेखा जायछि आपण मन भले जानथि एवं अनेक थर सुनिसंती कारण आम्हमान को निमंते एक आमान को निमंते एक बालक जन्म होइसंती ओ तांको स्कंदरे कर्तृत्व भार पाइबो आदि परिचालन दायित्व भार दी जन को ऊपर थोआला जड़े कहला मु सबुरा कर पाइबेनी अधा मु करबी आ अधा बच्चा मु कर किंतु दिशाय पुस्तक रे लेखा अछि 9:6 रे सबुरा को कर्तृत्व भार जन को ऊपर दिया गला कारण आम मान को निमंते एक बालक जन्मिसंती ताहाको स्कंदरे कर्तृत्व भार कोआजिबो दी गवर्नमेंट shall be upon his shoulder एवं पुनरुत्थित यीशु पुनरुत्थान होला परे ताको शिष्य मान पाक चली गेले एवं कहउछंती माथि 28 रो 18 रो तृतीय अंश रे कहउछंती all power is given unto me in heaven and earth स्वर्ग प्रतिष्ठित समस्त अधिकार मते प्रदत्त अछि एवं सेटा पाइबा पई मते जो कर्तव्य दिया जाइथिला निदल अछि के ना निदल अछि निदल रे मते चिले नि कोइ मते जो कर्तव्य दिया जाइथिला से कर्तव्य पुरुष ऊपर समाप्ति कली एवं समाप्त हैला परे मते स्वर्ग पृथ्वी समस्त अधिकार मते प्रदत्त अछि ठीक है हालेलुया कहबे कि प्रेज द लॉर्ड हालेलुया कहते हैं प्रेज द लॉर्ड इधर के छाड़िया एई अधिकार प्राप्ति निमंते ताकू जे दायित्व पिता प्रदान करथिले ताहा समाप्ति कर यीशु कहिले टेलेस्ताई अर्थात समाप्त हैला गिविंग साल्वेशन टू लॉस्ट एंड ब्रोकन वर्ल्ड इज कंप्लीटेड जखिया भरे पूर्वादिन राति प्रभु यीशु थिले नाइका करथिले ओदे मेडा कहथिले जखिया घरे यीशु कहला कथा सेटे मध्य यीशु कहिले जहां
थिला ताहा खोजी रक्षा करबा कार्यर समाप्ति हला कहउछन्ति से रोमी 10:4 द्वितीय अंश ख्रीष्ट व्यवस्थार शेष अटंती एकथा लेखा रोमी 10:4 रो बी तेणु करके से आज डिक्लेयर कले ए जो व्यवस्था प्रथा थिला एवं ए जो बळी प्रथा थिला आर समाप्त हला जेतो मो क्रूसरे समस्त पाप निमंते बळीकृत हे गली मो हटिके आउ जनकर पानी काट एनक्रोच करबा चाहूची आपण मान खुशी करबा को सेई जो प्रथम बाणी कौन थिला प्रथम बाणी कौन थिला क्षमा बाणी द्वितीय बाणी द्वितीय बाणी मते जण पे आइका सातरा जण गाणी बाणी मने अछि मत सिरेली कोइ पर सिरेली को कोइ पर मो कोइ सिरेली कोइ लेखा हिची एई गोटे सेई गोटे लेखा तेणु करी तृतीय बाणी कौन थिला आज्ञा से चोर को कौन कहले मो सत्य कहू अछि आजि तुमे मो सहित कौन कहले बाकी का मुठी भाषा दियो पारदेश उपस्थित हबो एवं काहे के कथा कहले चोर को चोर प्रार्थना कला कौन बोली कि जे प्रभु आपना हम राज्य को आसिले मते बिके स्मरण करिवे कोनटा स्मरण करेगा कौन स्मरण करे पहले से चोर कौन स्मरण करे को प्रभु को व्रत कला क्रूस ऊपर खाई कि यीशु को कहूची मझिरे किबा यीशु कहउछंती आज्ञा आपण निज राज्य को आसिले मते के मने पकेबे किंतु कौन मने पकेबे चोर से दिन मने मने की प्रार्थना करितला सेटा चोर मने पकेबे कहला मंदिर भितरे सामुएल माता हाना प्रवेश कले मुख खोलिनांती किंतु प्रार्थना कले से प्रार्थना वाक्य रे लेखा अछि ताका पुत्र सामुएल लिखुछंती जे हे प्रभु तम दासी को जदि तमे शरण करिवो एवं एक मनुष्य पुत्र संतान देबो ताले मो तमरे कार्य रे ताको समर्पण करिबी ए कथा से पाटी खोलिकी केबे